ମୋ ଓଙ୍କାର। ବିଧାତା ରଚନା କରିଥିବା ପ୍ରାଣୀଙ୍କ ହିତାକାଂକ୍ଷୀମାନଙ୍କ ନିମନ୍ତେ ଉପକାର, ଆଉ ପ୍ରାଣୀଙ୍କୁ କଷ୍ଟ ଦେଉଥିବା ଜୀବଙ୍କ ନିମନ୍ତେ ସଂହାର। ମୋ ଓଙ୍କାର। ହିମାଳୟ ମହଲରେ ହିମାଳୟ ରାଜ ମହାରାଣୀ ମଇନାଙ୍କୁ ଖୋଜୁଥିଲେ। ସେତେବେଳେ କୁଳଗୁରୁ ଆସି ତାଙ୍କୁ ସୂଚନା ଦେଲେ ଯେ ଶୀଘ୍ର ତାଙ୍କୁ ପୁତ୍ରରତ୍ନର ପ୍ରାପ୍ତି ହେବ। କିନ୍ତୁ ମହାମନ୍ତ୍ରୀ ସିଂହକ ଯେତେବେଳେ କହିଲେ ଯେ ମହାରାଣୀ ମଇନା ବନରେ ଏକାକୀ ଶକ୍ତି ଆରାଧନା କରୁଛନ୍ତି, ସେ ଚକିତ ହୋଇଗଲେ। ସେ ସ୍ୱୟଂ ବନକୁ ଯାଇ ମଇନାଙ୍କ ସହ ମିଶି ତପସ୍ୟା କରିବାକୁ ଚାହିଁଲେ, କିନ୍ତୁ ମଇନା ତାଙ୍କୁ ଫେରାଇ ଦେଲେ। ସେପଟେ କୈଳାସରେ ମଇନାଙ୍କ ତପସ୍ୟା ପ୍ରଭାବରୁ ଶିବଙ୍କଠୁ ଶକ୍ତି ପ୍ରକଟ ହେଲେ। ଶିବ ତାଙ୍କୁ ଆଗାମୀ ନାରୀ ଅବତାର ସମ୍ପର୍କରେ ସଂକେତ ମାଧ୍ୟମରେ ସୂଚନା ଦେଲେ। ସେତେବେଳେ ଶକ୍ତି ଆରାଧନାରତ ମଇନାଙ୍କୁ ଦର୍ଶନ ଦେଇ ସ୍ପଷ୍ଟ କଲେ ଯେ ସେ ପୁତ୍ରୀ ରୂପରେ ତାଙ୍କ ଗର୍ଭରୁ ଅବଶ୍ୟ ଜନ୍ମ ନେବେ। କିନ୍ତୁ ପୁତ୍ର ଜନ୍ମ ପରେ ମହଲକୁ ଫେରି ଆସିବା ପରେ ସେ ସତ୍ୟ ମଇନା କୁଳଗୁରୁ ଏବଂ ପତିଙ୍କ ସମ୍ମୁଖରେ ସ୍ପଷ୍ଟ ବ୍ୟକ୍ତ କଲେ। ଆକାଶରେ ଏ ସତ୍ୟ ଯେତେବେଳେ ନାରଦ ଦେବରାଜ ଇନ୍ଦ୍ରଙ୍କୁ କହିଲେ, ସେ ନିରାଶ ହୋଇପଡ଼ିଲେ। ଦେବଗଣଙ୍କ ସହିତ ସେ କୈଳାସରେ ପହଞ୍ଚି ଭଗବାନ ଶିବଙ୍କୁ ସ୍ତୁତି କଲେ। शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय। नभजल स्थल रे प्रतिटी क्षण रे दश दिगरे सकाळ संजरे। नभजल स्थल रे प्रतिटी क्षण रे दश दिगरे सकाळ संजरे। जन्म मरण रे जड़ चेतन रे रहिछि तुमर परिचय। ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय। आदि अनंत हे भूतनाथ कैलासवासी हे अविनाशी। आदि अनंत हे भूतनाथ कैलासवासी हे अविनाशी। तुमे सुख कर्ता दुख हर्ता सकल संकटर उपाय। ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय।
सर्वत्र तुम ठारु सृष्टि तुमे ही दृश्य तुमे ही दृष्टि तुमे सर्वत्र तुम ठारु सृष्टि तुमे ही दृश्य तुमे ही दृष्टि तुमे भैरव तुमे ही रुद्र तुमे पुणी जे अभय ओम नमः शिवाय ओम नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय शब्द तुमार तुमठु बाणी ज्ञान तुमार तुमे जे ज्ञानी शब्द तुमर तुमठु बाणी ज्ञान तुमर तुमे जे ज्ञानी तुमे तो नित्य तुमे जे सत्य तुमे शिव सुंदर माया ॐ नमः शिवाय 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 हे शिव शंकर हे नंदीश्वर विश्व तुमठु तुमे विश्वेश्वर हे शिव शंकर हे नंदीश्वर विश्व तुमठु तुमे विशेश्वर कोणे अनुकोणे तुमरी महिमा गाई बुलु थाए समय ओम नमः शिवाय ओम नमः शिवाय ॐ 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 नमः शिवाय बोलो शंकर भगवान श्री चंद्रमौळींकर जय भूतनाथ भगवान भोला शंकरंकर जय मंगलम भव सदा मंगलम भव देवराज तुम मनर विषाद मुखरे परिव्याप्त ए दुख ए विषादर कारण देवेश्वर मंगलमय हेबार आशीर्वाद परे ए दुखर कौनसी कारण तो रहिबा उचित नुहे किंतु कौन करिबी तारकासुरर अत्याचारर पीड़ा आउ कष्टर अग्नि परीक्षा आमको अनुसरण करुछि देवेश्वर आपणक आशीर्वाद फलिले ही ए कष्ट आम पिछा छाड़िब नारायण नारायण हे त्रिकालदर्शी आपण देवराजंकु कहंतु जे आपणक आशीर्वाद केबे फलिब देवराज अभिशाप एवं दुर्भावना अवश्य शीघ्र फली थांती किंतु वरदान एवं मंगल कामना फलिबाकु समय नियंती
ଏମିତି କାହିଁକି ହୁଏ ଦେବାଦିଦେବ? ଏଇଥିପାଇଁ ଯେ ବରଦାନ ପୁଣ୍ୟର ଫଳ ହେଇଥାଏ ଆଉ ଅଭିଶାପ କୁକର୍ମର। ଆଉ ସତ୍ୟ ମଧ୍ୟ ଏଇଆ ଯେ ପ୍ରାଣୀ ପୁଣ୍ୟକର୍ମ ଅଳ୍ପ ଏବଂ ବିଳମ୍ବରେ କରିଥାଏ, କିନ୍ତୁ ଦୁଷ୍କର୍ମ କରିବାରେ ବିଳମ୍ବ କରିନଥାଏ ଆଉ ଦୀର୍ଘକାଳ ପର୍ଯ୍ୟନ୍ତ କରି ଚାଲିଥାଏ। ହଁ ଭୋଳାନାଥ, ପ୍ରାଣୀକୁ ଦୁଷ୍କର୍ମ କରିବା ସମୟରେ ବହୁତ ସୁଖ ମିଳିଥାଏ। ଏମିତି କରିବା ସମୟରେ ସେ ଚିନ୍ତା କରିନଥାଏ ଯେ ଦୁଷ୍କର୍ମର ପରିଣାମ। ଅର୍ଥାତ୍ ଆମକୁ ମିଳିଥିବା ଆଶୀର୍ବାଦ ଆମ ଦୁଷ୍କର୍ମ ଯୋଗୁଁ ଫଳପ୍ରଦ ହେଉନି ପ୍ରଭୁ। ଭୋଳାନାଥଙ୍କର ଏହା ହିଁ ତାତ୍ପର୍ଯ୍ୟ ଦେବରାଜ। କିନ୍ତୁ ଆମେ ଏମିତି କେଉଁ ଦୁଷ୍କର୍ମ କରିଛୁ ପ୍ରଭୁ, ଯେଉଁ କାରଣରୁ ଆମକୁ ଏ କଷ୍ଟ ଭୋଗିବାକୁ ପଡୁଛି? ବାତାବରଣରେ ଉତ୍ତାପ ଅଧିକ ଥିଲେ ଏହା ନିଶ୍ଚିତ ଯେ ଗ୍ରୀଷ୍ମକାଳ ପ୍ରଭାବରେ ହିଁ ଏମିତି ହେଉଛି। ଅଧିକ ଶୀତ ଯୋଗୁଁ ଶରୀରରେ କମ୍ପନ ହେଲେ ଏ ପ୍ରଶ୍ନ କରିବାର ଆବଶ୍ୟକତା ନାହିଁ ଯେ ଇଏ କ'ଣ ଶୀତକାଳ। ପରିଣାମର ମୂଳରେ କାରଣ ଅବଶ୍ୟ ଲୁଚି ରହିଥାଏ। ଆପଣ କେବଳ ଏତିକି କୁହନ୍ତୁ ଭଗବାନ ଯେ କାରଣର ପ୍ରଭାବ ଏବଂ ପରିଣାମର ଅବଧି କେବେ ସମାପ୍ତ ହେବ? ତାରକାସୁରର ଅତ୍ୟାଚାରର ଅନ୍ତ କେବେ ହେବ? ସଦାଶିବ, କେବେ ହେବ? ସେ ତ ତାରକାସୁରର ବିନାଶ ପରେ ହିଁ ସମ୍ଭବ ହେବ ଦେବରାଜ, ଠିକ୍ ନା ଭୋଳାନାଥ? କିନ୍ତୁ ତାର ଅନ୍ତ କେବେ ହେବ? ବ୍ରହ୍ମଦେବଙ୍କ ବରଦାନର ପ୍ରଭାବ ସମାପ୍ତ ହେବା ପରେ। ଏବେ ଏ ପ୍ରଶ୍ନ କରିବାର ଆବଶ୍ୟକତା ନାହିଁ ଯେ ତାଙ୍କ ବରଦାନର ପ୍ରଭାବ କେବେ ସମାପ୍ତ ହେବ। ଏହାର ଉତ୍ତର ଏଇଆ ଯେ ପ୍ରାଣୀର ପୁଣ୍ୟକର୍ମ ବରଦାନ ରୂପରେ ତାକୁ ସାହାଯ୍ୟ କରନ୍ତି। ଯଦି ପୁଣ୍ୟକର୍ମ ଦିଗ ବଦଳାଇ ଦୁଷ୍କର୍ମର ଖାଲରେ ପଡ଼ିଯାଏ ତେବେ ବରଦାନର ପ୍ରଭାବ ସମାପ୍ତ ହୋଇଯାଏ। ତାରକାସୁର ଯେଉଁ ଗତିରେ ଅନ୍ୟାୟ ଅନୀତି ମାର୍ଗରେ ଅଗ୍ରସର ହେଉଛି ତାର ଫଳସ୍ୱରୂପ ତାର ଅନ୍ତ ହେବାକୁ ଆଉ ଅଧିକ ସମୟ ନାହିଁ। ଅଧିକ ସମୟ ନାହିଁ, କିନ୍ତୁ ସମୟ ଅବଶ୍ୟ ଅଛି। ସମୟ ଉପରେ କାହାର କର୍ତ୍ତୃତ୍ୱ ନଥାଏ ଦେବରାଜ, ତୁମକୁ ପ୍ରତୀକ୍ଷା କରିବାକୁ ହେବ। ଅନ୍ୟ ଉପାୟ ବି କ'ଣ ଅଛି ଦେବେଶ୍ୱର? ଯେପର୍ଯ୍ୟନ୍ତ ତାରକାସୁରର ପୁଣ୍ୟର ପ୍ରଭାବ ସମାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ହିଁ ହେବ। ଏମିତି ଭାବେ ଯଦି ବିଚାର କର ଦେବରାଜ, ତେବେ ପ୍ରତୀକ୍ଷା କଷ୍ଟରେ ବିତିବ। ତେବେ କେମିତି ବିଚାର କରିବି ଦେବର୍ଷି? ଅର୍ଥାତ୍ ପ୍ରତୀକ୍ଷା କରି, ଅର୍ଥାତ୍ ନିଜର ଦୁର୍ଦିନ ଏବଂ ଦୁର୍ଭାଗ୍ୟ ନିମନ୍ତେ ନିଜକୁ ହିଁ ଦୋଷୀ ମାନିବାକୁ ହେବ। ବୁଦ୍ଧିମାନେ ହିଁ ଏମିତି କରିଥାନ୍ତି, କାହିଁକି ନା ତାଙ୍କର ଜ୍ଞାନ ଥାଏ ଯେ ଅନ୍ୟକୁ ଦୋଷୀ ମାନିନେଲେ ଦୁଷ୍ଟତା ବଢ଼ିଥାଏ ଆଉ ଏ ବର୍ଦ୍ଧିତ ଦୁଷ୍ଟତା ଅନ୍ଧକାର ଆଡ଼କୁ ଟାଣିନିଏ। କିନ୍ତୁ ନିଜକୁ ଦୋଷୀ ମାନିନେବା ଦ୍ୱାରା ଦୋଷ କରିବାର ପ୍ରବୃତ୍ତି ଦୋଷ ହ୍ରାସ କରେ ଆଉ ଏ ମାର୍ଗ ପ୍ରକାଶ ଆଡ଼କୁ ନେଇଯାଏ। ଏହି ପରିସ୍ଥିତିରେ ବୁଦ୍ଧିମତା ଏଥିରେ ହିଁ ଥାଏ ଯେ ଧର୍ମ ଆଚରଣ କରାଯାଇ ଅନୁକୂଳ ସମୟର ପ୍ରତୀକ୍ଷା କରାଯାଏ। ଧନ୍ୟ ପ୍ରଭୁ ଧନ୍ୟ, ଆପଣ ଆଉ ଆପଣଙ୍କ ଲୀଳା ଧନ୍ୟ। ଦେବର୍ଷି। ଦେବରାଜ, ସଫଳତାର ଶ୍ରେଷ୍ଠ ମାର୍ଗ ସତ୍କର୍ମ। କରିଯାଅ କରିଯାଅ କରିଯାଅ, ନାରାୟଣ ନାରାୟଣ ନାରାୟଣ। ଭଗବାନ ଭୋଳାନାଥଙ୍କ ଉପଦେଶକୁ ଶୁଣିବି ଦେବରାଜ ଇନ୍ଦ୍ର ନିଜ ଦ୍ୱନ୍ଦ୍ୱଗ୍ରସ୍ତ ସ୍ଥିତିରୁ ମୁକ୍ତ ହୋଇପାରିଲେନି। ସେ ଜଗତପତିଙ୍କ କଥାରେ ବିଶ୍ୱାସ ହିଁ କରିପାରିଲେନି। କିନ୍ତୁ ବିଶ୍ୱବ୍ୟାପକ ସତ୍ୟ ହେଉଛି ଏଇଆ ଯେ ସର୍ବେଶ୍ୱର ଭୋଳାନାଥଙ୍କ ଉପରେ ବିଶ୍ୱାସ ରଖିଥିବା ପ୍ରାଣୀ ଯେତେବେଳେ ନିଜକୁ ନିଜେ ତାଙ୍କ ଚରଣରେ ସମର୍ପଣ କରିଦିଅନ୍ତି ସେତେବେଳେ ସେମାନେ ମହାପୁରୁଷ ସିଦ୍ଧ ହୁଅନ୍ତି। ଶ୍ରେଷ୍ଠ ପୁରୁଷ ସର୍ବଦା ଭୌତିକ ସୁଖକୁ ପରିତ୍ୟାଗ କରି ଭଗବାନ ଶିବଙ୍କର ଅନୁଗ୍ରହ ଲଭିବା ହିଁ ଜୀବନର ସାର୍ଥକତା ବୋଲି ଭାବନ୍ତି। ଏହିପରି ସମର୍ପିତ ଶ୍ରଦ୍ଧାଳୁ ଥିଲେ ସୂର୍ଯ୍ୟବଂଶୀ ମହାରାଜା ମାନ୍ଧାତା। ଓମ୍ ନମଃ ଶିବାୟ। ମହାରାଜା ମାନ୍ଧାତାଙ୍କର ଓମ୍ ନମଃ ମହାରାଜା ମାନ୍ଧାତାଙ୍କର ମହାରାଜା ମାନ୍ଧାତାଙ୍କର ଶିବାୟ। ओम नमः शिवाय। प्रणाम पिताश्री। ପ୍ରଣାମ ପିତାଶ୍ରୀ। कल्याणमस्तु। आश्चर्य पिताश्री, आज आपण शिव पूजारे एते अधिक विलंब हो गला जे आपण एपर्यंत राजकीय वस्त्र परिधान करना। राजकुमार अमरेश, युवराज मुचुकुंद,
ଆଜି ଅନାୟାସରେ ଶିବ ପୂଜା କରିବା ପରେ ମୋ ହୃଦୟରେ ବୈରାଗ୍ୟ ଭାବ ଉତ୍ପନ୍ନ ହୋଇଛି। ଏଭଳି ବୈରାଗ୍ୟ ଭାବ ଉତ୍ପନ୍ନ ହେବା ପରେ କୌଣସି ବି ଦୃଷ୍ଟିରୁ ମୋର ସିଂହାସନରେ ଉପବିଷ୍ଟ ହେବା ଶୋଭନୀୟ ନୁହେଁ ବତ୍ସ। ପିତାଶ୍ରୀ ମହାରାଜ ଇଏ କଣ କହୁଛନ୍ତି ଆପଣ? ପିତାଶ୍ରୀ ସେମିତି କହନ୍ତୁନି। ଆପଣଙ୍କଠାରୁ ଅଧିକ ଏ ସିଂହାସନରେ ବସିବାର ଯୋଗ୍ୟ ଆଉ କିଏ ହୋଇପାରିବ ମହାରାଜ? ରାଜକୁମାର ତୁମେ ମୋର ଜ୍ୟେଷ୍ଠ ପୁତ୍ର ହେଇଥିବା ଯୋଗୁଁ ଏବେ ଏ ସିଂହାସନ ଉପରେ ତୁମର ନ୍ୟାୟୋଚିତ ଅଧିକାର ଅଛି। କଦାପି ନୁହେଁ। ଆପଣ ଥାଉ ଥାଉ ମୁଁ ଏ ସିଂହାସନରେ କେମିତି ବସିପାରିବି? ଇଏ ପ୍ରଜାଙ୍କ ଇଚ୍ଛା ବିରୁଦ୍ଧ ବି ହେବ। ଭ୍ରାତା ସତ୍ୟ କହୁଛନ୍ତି ପିତାଶ୍ରୀ। ଆପଣଙ୍କ ସମକକ୍ଷ ଧର୍ମାତ୍ମା ପ୍ରଜାପାଳକ ଶାସକ ଯୁଗରେ ଥରଟିଏ ଜନ୍ମ ନେଇଥାନ୍ତି। ଆମେ ନୁହେଁ ଆପଣଙ୍କ ପ୍ରଜା ବି ଆପଣଙ୍କୁ ଏ ସିଂହାସନରୁ ଦୂରେଇ ପାରିବନି। ଆପଣ ବସନ୍ତୁ ପିତାଶ୍ରୀ। ଏମିତି ଭାବେ ସଂକୋଚଗ୍ରସ୍ତ ରହି ଆପଣ ଆମ ସମସ୍ତଙ୍କ ମନରେ ଭୟ ଉତ୍ପନ୍ନ କରୁଛନ୍ତି। ଭୟ କେମିତି ପୁତ୍ର? କିନ୍ତୁ ସତ୍ୟ ହେଉଛି ଏଇଆ ଯେ ମୋର ଏ ରାଜ ସିଂହାସନରୁ ଏବେ ମୋହ ଭଙ୍ଗ ହୋଇସାରିଛି। ଯେଉଁ ମୋହ ଯୋଗୁଁ ମୁଁ ଆଜି ପର୍ଯ୍ୟନ୍ତ ଭଗବାନ ଶିବଙ୍କ ଦର୍ଶନରୁ ବଞ୍ଚିତ ଅଛି। କିନ୍ତୁ ଏବେ ସମୟ ନିଷ୍ପତ୍ତି ନେଇଛି ବତ୍ସ। ଭଗବାନ ଶିବଙ୍କ ଦର୍ଶନ ନିମନ୍ତେ ମୁଁ ନର୍ମଦା ତୀର୍ଥରେ ରହି ଘୋର ତପସ୍ୟା କରିବି। ମହାରାଜ ନିଜ ନିଷ୍ପତ୍ତିକୁ ବଦଳେଇ ଦିଅନ୍ତୁ। ଆପଣଙ୍କ ଅନୁପସ୍ଥିତିରେ ଆମେ ନୋହୁଁ, ସମଗ୍ର ପ୍ରଜା ଅନାଥ ହୋଇଯିବେ। ଆପଣ ସତ୍ୟ କହୁଛନ୍ତି ମହାମନ୍ତ୍ରୀ। ପିତାଶ୍ରୀ ସମଗ୍ର ସଂସାର ଜାଣିଛି ଯେ ଆପଣଙ୍କ ଭଳି ମହାନ ଶିବ ଭକ୍ତ ଯୁଗ ଯୁଗ ଧରି ଏ ପୃଥିବୀରେ ଆସିନାହାନ୍ତି। ଆପଣ ରାଜା ରହିଥିଲେ ବି ଭଗବାନ ଭୋଳାନାଥ ଆପଣଙ୍କୁ ଦର୍ଶନ ଅବଶ୍ୟ ଦେବେ। ଅମରେଶ ସତ୍ୟ କହୁଛି ପିତାଶ୍ରୀ। ଆପଣଙ୍କ ଭକ୍ତିରେ ଭୋଳାନାଥ ଅବଶ୍ୟ ପ୍ରସନ୍ନ ହେବେ। ନା ବତ୍ସ, ଶିବ ପୂଜା ସମୟରେ ନେଇଥିବା ସଂକଳ୍ପକୁ କେବେ ବଦଳାଇ ହେବନି। ଏ ନିଷ୍ପତ୍ତିକୁ ମୁଁ ଭଗବାନ ଶିବଙ୍କ ପ୍ରେରଣାରୁ ହିଁ ନେଇଛି। ଏବେ ଶାସନର କାର୍ଯ୍ୟଭାର ତୁମକୁ ସମ୍ଭାଳିବାକୁ ହେବ। ପିତାଶ୍ରୀ ଏବେ ଏଇ ମୁହୂର୍ତ୍ତରେ ଆମ ଯୁବରାଜ ମୁଚୁକୁନ୍ଦଙ୍କୁ ଯୁବରାଜ ଘୋଷଣା କରାଯାଉଛି। କୁହନ୍ତୁ ମହାରାଜ ମୁଚୁକୁନ୍ଦଙ୍କର ଜୟ। ମହାରାଜ ମୁଚୁକୁନ୍ଦଙ୍କର ଜୟ। ମହାରାଜ ମୁଚୁକୁନ୍ଦଙ୍କର ଜୟ। ମହାରାଜ ମୁଚୁକୁନ୍ଦଙ୍କର ଜୟ। ସଭାସଦ ନିଜ ଶାସନ କାଳରେ ଯଦି ଆପଣଙ୍କ ମଧ୍ୟରୁ କାହା ପ୍ରତି ଯଦି କୌଣସି ତ୍ରୁଟି ହେଇଥାଏ, ଯଦି କେବେ କୌଣସି ବି ପ୍ରଜାଜନଙ୍କ ପ୍ରତି ମୋ ଦ୍ୱାରା କୌଣସି ଅନ୍ୟାୟ ହେଇଥାଏ, ତେବେ ମୁଁ ଆପଣଙ୍କ ସମସ୍ତଙ୍କୁ କ୍ଷମା ମାଗୁଛି। ପୁତ୍ର, ଶିବ ଭକ୍ତିର ଜ୍ୟୋତିକୁ ସର୍ବଦା ପ୍ରଜ୍ୱଳିତ ରଖିବ। ଭଗବାନ ଶିବ କଲ୍ୟାଣ କରନ୍ତୁ। ଓମ୍ ନମଃ ଶିବାୟ। ଓମ୍ ନମଃ ଶିବାୟ। ମହାନ ଶିବ ଭକ୍ତ ଅମର କୀର୍ତ୍ତିର ଧାରକ ମହାରାଜ ମାନ୍ଧାତାଙ୍କର ଜୟ। ମହାରାଜ ମାନ୍ଧାତାଙ୍କର ଜୟ। ମହାରାଜ ମାନ୍ଧାତାଙ୍କର ଜୟ। ମହାରାଜ ମାନ୍ଧାତାଙ୍କର ଜୟ। ना